ଆଜି ଆମେ ଶୁଣିବା ଅନନ୍ତ ବ୍ରତ କଥା। ଭାଦ୍ରପଦ ମାସର ଶୁକ୍ଳପକ୍ଷ ଚତୁର୍ଦ୍ଦଶୀରେ ପାଳନ କରାଯାଉଥିବା ଉପବାସକୁ ଅନନ୍ତ ଚତୁର୍ଦ୍ଦଶୀ କିମ୍ବା ଅନନ୍ତ ବ୍ରତ କୁହାଯାଏ। ଏହି ଦିନ ଅନନ୍ତ ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଏ। ଏହି କାହାଣୀ ମହାଭାରତ କାଳରୁ ଆରମ୍ଭ ହୋଇଥିବା ବିଶ୍ୱାସ କରାଯାଏ। ଯେତେବେଳେ ଧର୍ମରାଜ ଯୁଧିଷ୍ଠିର ଶ୍ରୀକୃଷ୍ଣଙ୍କୁ ପଚାରିଲେ, ହେ ମାଧବ, ଏହି ଅନନ୍ତ ଚତୁର୍ଦ୍ଦଶୀ ଉପବାସ କିପରି ପାଳନ କରାଯିବା ଉଚିତ ଏବଂ ଏହାର ମହତ୍ଵ କ'ଣ? ତାପରେ ଶ୍ରୀକୃଷ୍ଣ ହସି ହସି କହିଲେ, ହେ ଧର୍ମରାଜ, ଏହି ବ୍ରତ ଅନନ୍ତ ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନ କରିବ। ଯିଏ ଏହାକୁ ଭକ୍ତି ଏବଂ ବିଶ୍ୱାସ ସହିତ ପାଳନ କରେ ସେ ଧନ, ସନ୍ତାନ, ସୁଖ, ସମୃଦ୍ଧି, ଐଶ୍ୱର୍ଯ୍ୟ ଏବଂ ମୋକ୍ଷ ପାଏ। ଏହି ବ୍ରତ ସେହି ଲୋକମାନଙ୍କ ଦ୍ୱାରା ପାଳନ କରାଯିବା ଉଚିତ ଯେଉଁମାନେ ଜୀବନରେ ସମସ୍ୟାରେ ଘେରି ରହିଛନ୍ତି, ଯାହାର ଘର ଦରିଦ୍ର ଏବଂ ଅଶାନ୍ତି, ଏବଂ ଯେଉଁମାନେ ଜୀବନରେ ସ୍ଥିରତା ଚାହାନ୍ତି। ଏହା କହି ଶ୍ରୀକୃଷ୍ଣ ଅନନ୍ତ ବ୍ରତର ପୌରାଣିକ କାହାଣୀ ବର୍ଣ୍ଣନା କରିଥିଲେ। ବହୁଦିନ ପୂର୍ବେ ସୁମନ୍ତ ନାମକ ଜଣେ ବ୍ରାହ୍ମଣ ଥିଲେ। ତାଙ୍କ ସ୍ତ୍ରୀଙ୍କ ନାମ ଥିଲା ଦୀକ୍ଷା। ସେ ତାଙ୍କ ସ୍ୱାମୀଙ୍କ ପ୍ରତି ବହୁତ ଭକ୍ତିପୂର୍ଣ୍ଣ ଏବଂ ଧାର୍ମିକ ଥିଲେ। ସେମାନଙ୍କ ଘରେ ଏକ ଝିଅ ଜନ୍ମ ହୋଇଥିଲା, ଯାହାର ନାମ ଥିଲା ସୁଶୀଳା। ସୁଶୀଳା ସୁନ୍ଦର, ସଦାଚାରୀ ଏବଂ ଗୁଣବାନ ହୋଇ ବଢ଼ିଥିଲେ। ବିବାହ ସମୟ ଆସିଲେ ତାଙ୍କର ବିବାହର କୌଣ୍ଡିନ୍ୟ ନାମକ ଜଣେ ଋଷିଙ୍କ ପୁଅ ସହିତ ହୋଇଥିଲା। ବିବାହ ପରେ ଉଭୟ ବିବାହିତ ଜୀବନଯାପନ କରିବା ଆରମ୍ଭ କଲେ। କିଛି ସମୟ ପରେ ସେମାନେ ଗଙ୍ଗା ନଦୀ କୂଳରେ ନିଜର ବାସସ୍ଥାନ ନିର୍ମାଣ କଲେ। ଗୋଟିଏ ଦିନ ସୁଶୀଳା ଦେଖିଲେ ଯେ କିଛି ମହିଳା ଏକ ବିଶେଷ ଉପାୟରେ ପୂଜା କରୁଛନ୍ତି। ସେମାନେ ରଙ୍ଗୀନ ସୂତାରେ ଗଣ୍ଠି ବାନ୍ଧି ହାତରେ ବାନ୍ଧି ଅନନ୍ତ ଭଗବାନ ନାମ ଜପ କରୁଛନ୍ତି। କୌତୂହଳବଶତଃ ସୁଶୀଳା ସେମାନଙ୍କୁ ପଚାରିଲେ, ଭଉଣୀମାନେ, ଏହା କେଉଁ ଉପବାସ? ତୁମେମାନେ କାହାକୁ ପୂଜା କରୁଛ? ମହିଳାମାନେ ଉତ୍ତର ଦେଲେ, ହେ ବନ୍ଧୁ, ଏହା ଅନନ୍ତ ଚତୁର୍ଦ୍ଦଶୀର ଉପବାସ। ଏହି ଦିନ ଭଗବାନ ଅନନ୍ତଙ୍କୁ ପୂଜା କରାଯାଏ। ଏହି ଉପବାସ ସହିତ ଜୀବନର ସମସ୍ତ କଷ୍ଟ ଦୂର ହୁଏ, ଘରେ ସୁଖ ଏବଂ ସମୃଦ୍ଧି ଆସେ ଏବଂ ସନ୍ତାନମାନଙ୍କର ସୁଖ ପ୍ରାପ୍ତ ହୁଏ। ଏହା ଶୁଣି ସୁଶୀଳାଙ୍କ ହୃଦୟ ଖୁସି ହୋଇଗଲା। ସେ ନିଷ୍ପତ୍ତି ନେଲେ ଯେ ଆଜିଠାରୁ ସେ ମଧ୍ୟ ଏହି ଉପବାସ ପାଳନ କରିବେ। ସେ ଭକ୍ତିର ସହିତ ଭଗବାନ ଅନନ୍ତଙ୍କୁ ପୂଜା କଲେ, କଳସ ସ୍ଥାପନ କଲେ, ଶାଳିଗ୍ରାମ ଏବଂ ସର୍ପ ପ୍ରତୀକ ପୂଜା କଲେ ଏବଂ ତାଙ୍କ ବାମ ହାତରେ ହଳଦୀ ଏବଂ କେଶର ରଙ୍ଗରେ 14 ଗଣ୍ଠି ଥିବା ଏକ ସୂତା ବାନ୍ଧିଲେ। କୌଣ୍ଡିନ୍ୟ ଏହା ଦେଖିଲେ ଯେ ସେ ପଚାରିଲେ, ଏହି ସୂତା କ'ଣ? ସୁଶୀଳା ସମ୍ମାନର ସହିତ କହିଲେ, ସ୍ୱାମୀ, ଏହା ଭଗବାନ ଅନନ୍ତଙ୍କ ସୂତା। ଏହାକୁ ପିନ୍ଧିବା ଦ୍ୱାରା ପରିବାରରେ ସୁଖ ଏବଂ ସମୃଦ୍ଧି ରହିଥାଏ ଏବଂ ଜଣେ ଭଗବାନଙ୍କ ଆଶୀର୍ବାଦ ପାଏ। କୌଣ୍ଡିନ୍ୟ ହସି କହିଲେ, ଏହି ସୂତାରୁ କୌଣସି ସୁଖ ମିଳେ କି? କିନ୍ତୁ ଧୀରେ ଧୀରେ ସେ ଦେଖିଲେ ଯେ ସେମାନଙ୍କ ଘରେ ଧନ ବୃଦ୍ଧି ପାଇବା ଆରମ୍ଭ ହେଲା, ସୁଖ ଏବଂ ଶାନ୍ତିର ପରିବେଶ ସୃଷ୍ଟି ହେଲା ଏବଂ ପ୍ରତ୍ୟେକ କାର୍ଯ୍ୟ ସଫଳ ହେବାକୁ ଲାଗିଲା। ସୁଶୀଳା ପ୍ରତିଦିନ ନିଷ୍ଠାର ସହିତ ଉପବାସ କରୁଥିଲେ। କିନ୍ତୁ କିଛି ସମୟ ପରେ କୌଣ୍ଡିନ୍ୟଙ୍କ ମନରେ ଅହଙ୍କାର ସୃଷ୍ଟି ହେଲା। ଗୋଟିଏ ଦିନ କ୍ରୋଧରେ ସେ ତାଙ୍କ ହାତରେ ଅନନ୍ତ ସୂତ୍ର ଖୋଲି ନିଆଁରେ ଫିଙ୍ଗିଦେଲେ। ସେହି ମୁହୂର୍ତ୍ତରୁ ତାଙ୍କ ଜୀବନରେ ପରିବର୍ତ୍ତନ ଆସିଲା। ଧନ ଏବଂ ସମ୍ପତ୍ତି ନଷ୍ଟ ହୋଇଗଲା, ପରିବାରରେ ଝୁଣ୍ଟି ପଡ଼ିଲା, ଖାଦ୍ୟର ଅଭାବ ହେଲା ଏବଂ କୌଣ୍ଡିନ୍ୟ ଘର ଘର ବୁଲିବାକୁ ଲାଗିଲେ। ସେ ଏତେ ନିରାଶ ହେଲେ ଯେ ସେ ଆତ୍ମହତ୍ୟା କରିବାକୁ ଚିନ୍ତା କରିବାକୁ ଲାଗିଲେ। ଗୋଟିଏ ଦିନ ସେ ଜଙ୍ଗଲକୁ ଯାଇ ଗଛରେ ଫାଶୀ ଦେବାକୁ ସେଠାରେ ଗଲେ। ତାପରେ ଦିବ୍ୟ ଜ୍ୟୋତି ପ୍ରକାଶ ପାଇଲା ଏବଂ ଅନନ୍ତ ରୂପରେ ଭଗବାନ ବିଷ୍ଣୁ ଆବିର୍ଭୂତ ହେଲେ। ସେ କହିଲେ, ହେ କୌଣ୍ଡିନ୍ୟ, ତୁମେ ଏତେ ଦୁଃଖିତ କାହିଁକି? କୌଣ୍ଡିନ୍ୟ କାନ୍ଦି କାନ୍ଦି କହିଲେ, ପ୍ରଭୁ, ସବୁକିଛି ନଷ୍ଟ ହୋଇଗଲା। ପୂର୍ବରୁ ଘରେ ସୁଖ ଏବଂ ସମୃଦ୍ଧି ଥିଲା, କିନ୍ତୁ ଏବେ ସବୁକିଛି ଶେଷ ହୋଇଗଲା। ପୂର୍ବରୁ ଘରେ ସୁଖ ଏବଂ ସମୃଦ୍ଧି ଥିଲା, କିନ୍ତୁ ଏବେ ସବୁକିଛି ଶେଷ ହୋଇଗଲା।
ଭଗବାନ ଉତ୍ତର ଦେଲେ, ଏସବୁ ତୁମର ନିଜ କର୍ମର ଫଳ। ତୁମେ ମୋର ପ୍ରତୀକ ଥିବା ସୂତାକୁ ଅସମ୍ମାନ କରିଛ, ତୁମେ ଉପବାସକୁ ଅସମ୍ମାନ କରିଛ, ସେଥିପାଇଁ ତୁମକୁ ଏହି ଯନ୍ତ୍ରଣା ଭୋଗ କରିବାକୁ ପଡ଼ିଲା। ଯଦି ଏବେ ତୁମେ ସତ୍ୟ ହୃଦୟରେ ଅନୁତାପ କର ଏବଂ 14 ବର୍ଷ ଧରି ଭକ୍ତି ଏବଂ ବିଶ୍ୱାସ ସହିତ ଏହି ଉପବାସ କର, ତେବେ ନିଶ୍ଚିତ ଭାବରେ ତୁମର ସମସ୍ତ ଦୁଃଖ ଦୂର ହୋଇଯିବ। ଏହା ଶୁଣି କୌଣ୍ଡିନ୍ୟ ଭଗବାନଙ୍କ ପାଦତଳେ ପଡ଼ି କ୍ଷମା ମାଗିଲେ ଏବଂ ପୁନର୍ବାର ଅନନ୍ତ ବ୍ରତ କରିବାକୁ ସଂକଳ୍ପ କଲେ। ସେ 14 ବର୍ଷ ଧରି ଭକ୍ତି ଏବଂ ନିୟମ ସହିତ ଉପବାସ କଲେ ଏବଂ ସୁଖ ଏବଂ ସମୃଦ୍ଧି ପୁନର୍ବାର ତାଙ୍କ ଜୀବନକୁ ଫେରିଆସିଲା। ଏହି ଉପବାସରେ ଅନନ୍ତ ସୂତ୍ରର ବିଶେଷ ଗୁରୁତ୍ୱ ଅଛି। ଏହି ସୂତାରେ 14 ଗଣ୍ଠି ଅଛି, ଯାହାକୁ ହଳଦୀ ଏବଂ କେଶର ସହିତ ରଙ୍ଗ କରାଯାଏ ଏବଂ ପୂଜା ପରେ ପିନ୍ଧାଯାଏ। ପୁରୁଷମାନେ ଏହାକୁ ଡାହାଣ ହାତରେ ବାନ୍ଧନ୍ତି ଏବଂ ମହିଳାମାନେ ଏହାକୁ ବାମ ହାତରେ ବାନ୍ଧନ୍ତି। ଭଗବାନ ଅନନ୍ତଙ୍କ ପୂଜାରେ କଳସ, ଶାଳଗ୍ରାମ, ସର୍ପ ପ୍ରତୀକ, ଫୁଲ, ଫଳ ଏବଂ ପଞ୍ଚାମୃତ ବ୍ୟବହାର କରାଯାଏ। ଏହି ଉପବାସ ପାଳନ କରୁଥିବା ବ୍ୟକ୍ତି 14 ବର୍ଷ ପର୍ଯ୍ୟନ୍ତ ଜାରି ରଖିବା ଉଚିତ। ଏହା ମାଧ୍ୟମରେ ପରିବାରରେ ଶାନ୍ତି ରହିଥାଏ, ଦାରିଦ୍ର୍ୟ ଦୂର ହୁଏ, ସନ୍ତାନ ବୃଦ୍ଧି ହୁଏ ଏବଂ ମଣିଷ ମୋକ୍ଷ ପ୍ରାପ୍ତ ହୁଏ। ଏହି କାହାଣୀଟି ଶିକ୍ଷା ଦିଏ ଯେ କେବେ ବି ଉପବାସ ଏବଂ ଈଶ୍ୱରଙ୍କ ପ୍ରତି ଭକ୍ତିକୁ ଅବହେଳା କରିବା ଉଚିତ ନୁହେଁ। ଯଦି ଅନନ୍ତ ପରମେଶ୍ୱରଙ୍କୁ ଭକ୍ତି ଏବଂ ବିଶ୍ୱାସ ସହିତ ପୂଜା କରାଯାଏ, ତେବେ ମଣିଷ ଜୀବନର ସମସ୍ତ କଷ୍ଟ ଦୂର ହୋଇଯାଏ। ଶେଷରେ ସମସ୍ତ ଭକ୍ତମାନେ ଏକାଠି କୁହନ୍ତି, ଭଗବାନ ଅନନ୍ତ, ଭଗବାନ ବିଷ୍ଣୁଙ୍କର ଜୟ ହେଉ। ଓମ୍ ଅନନ୍ତାୟ ନମଃ। ଏହି ଉପବାସ ମଙ୍ଗଳାଚରଣ ଏବଂ ଆରତି ସହିତ ସମାପ୍ତ ହୁଏ ଏବଂ ଭକ୍ତମାନେ ସେମାନଙ୍କ ଜୀବନରେ ସୁଖ, ସମୃଦ୍ଧି ଏବଂ ଶାନ୍ତି ପାଇଁ ଭଗବାନ ଅନନ୍ତଙ୍କୁ ପ୍ରାର୍ଥନା କରନ୍ତି।